আজি ଆମର ପଟ୍ଟାମୁଣ୍ଡାଇ 11 ନମ୍ବର ୱାର୍ଡରେ ପାଳିତ ହୋଇଛି ଇସଲାମ ଧର୍ମର ପ୍ରଚାରକ ପୈଗମ୍ବର ହଜରତ ମହମ୍ମଦ ସଲ୍ଲାଲ୍ଲାହୁ ଜନ୍ମବାର୍ଷିକ। ମହମ୍ମଦ ଥିଲେ ସମଗ୍ର ମାନବ ଜାତିଙ୍କର ପ୍ରେରଣା। ସେ କେବଳ ଇସଲାମ ଧର୍ମର ନୁହନ୍ତି, ସମ୍ପୂର୍ଣ୍ଣ ଇସଲାମ ହିନ୍ଦୁ ମୁସଲିମ ସମସ୍ତଙ୍କର ସେ ପ୍ରେରଣା ଥିଲେ। ଆଉ ଶାନ୍ତିର ବାର୍ତ୍ତା ନେଇ ଆରବ ଦେଶରେ ଜନ୍ମଗ୍ରହଣ କରିଥିଲେ। ସେ ଆରବ ଦେଶରେ ଯେତେବେଳେ କୁସଂସ୍କାର ଚାଲିଥିଲା ସେତେବେଳେ ସେ ଲୋକମାନଙ୍କୁ ଶାନ୍ତିର ବାର୍ତ୍ତା ଦେଇଥିଲେ, ଭାଇଚାରାର ବାର୍ତ୍ତା ଦେଇଥିଲେ। ସେ ବଜାୟ ରଖିଛନ୍ତି ଆଜି ଆମର ସମଗ୍ର ବିଶ୍ୱବାସୀ ତାଙ୍କର ବାର୍ତ୍ତାକୁ ଆଉ ତାଙ୍କ ବାଣୀକୁ ଆଜି ଆମ ପଟ୍ଟାମୁଣ୍ଡାଇ ଠାରେ ପାଳିତ ହୋଇଯାଇଛି। ଆଉ ଏଇ ଆଜି ଯେଉଁ ପଟ୍ଟାମୁଣ୍ଡାଇରେ ପାଳିତ ହେଲା, ଉଭୟ ପ୍ରଶାସନିକ ବି ଆମକୁ ବହୁତ ସହଯୋଗ କରିଛନ୍ତି। ଆଉ ଉଭୟ ହିନ୍ଦୁ ମୁସଲିମ ସମସ୍ତେ ମିଶିକି ଯେତେବେଳେ ଆମର ଏଠି ହିନ୍ଦୁମାନଙ୍କର ଦଶହରା ପାଳନ ହୁଏ ଆମେ ବି ସହଯୋଗ କରୁ, ମୁସଲିମ ମାନେ ବି ସହଯୋଗ କରନ୍ତି। ଆଉ ଏ ପାଳନ